ଆଜି ଘରେ ବନିଛି ଢେର ସାରା ଖାଇବା। ଆଉ ଆପଣମାନେ ଯଦି ଭାବୁଛନ୍ତି ଏତେ ଖାଇବା କ'ଣ ପାଇଁ ବନିଛି, ଆଜି କ'ଣ କିଛି ସ୍ପେଶିଆଲ କି? ହଁ, ଆଜି କିଛି ସ୍ପେଶିଆଲ। ଆଜି ହେଉଛି ଝିଅର ଜନ୍ମଦିନ, ସେଥିପାଇଁ ଏତେ ସବୁ ଖାଇବା ବନିଛି। ନମସ୍କାର, କେମିତି ଅଛନ୍ତି ଆପଣମାନେ ସମସ୍ତେ? ଆଶା କରୁଛି ଆପଣମାନେ ସମସ୍ତେ ବହୁତ ହି ଭଲରେ ଥିବେ। ତ ମୁଁ ଆପଣମାନଙ୍କ ସାଙ୍ଗରେ ସବୁ ଗୋଟେ ରେସିପିର ପ୍ରିପାରେସନ୍ ଆପଣମାନଙ୍କ ସାଙ୍ଗରେ ସେୟାର କରିବି। ତ ପ୍ରଥମେ ଆମେ ଏଇଠି ପନିରର ପ୍ରିପାରେସନ୍ କରୁଛେ। ଅଧ କେଜିଟେ ପନିର ମୁଁ ନେଇଛି, ଆଉ ପାଖାପାଖି 10 ଜଣ ଲୋକଙ୍କ ପାଇଁ ଖାଇବା ବନୁଛି ଆପଣମାନେ କହିପାରିବେ। ତ ଏଠି ମୁଁ ପ୍ରଥମେ ତେଲ ପାଖାପାଖି 2 ରୁ 3 ଟେବୁଲ ସ୍ପୁନ୍ ରିଫାଇନ୍ ତେଲ ନେଇଛି, ଆଉ ସେଥିରେ ରସୁଣ, ଅଦା ଆଉ କଞ୍ଚା ଲଙ୍କାକୁ ପକେଇ ଦେଇଛି। ତାପରେ 3ଟା ମିଡ଼ିୟମ୍ ସାଇଜ୍ର ପିଆଜ ପକେଇଛି। ଦେଖନ୍ତୁ ଏଠି କେବଳ ପନିର ସାଙ୍ଗରେ ଗ୍ରେଭିଟା ହିଁ ଠିକ୍ ରହିବା ବହୁତ ଦରକାର, ସେଥିଲାଗି ଟିକେ ଅଧିକା ଏସବୁ ଜିନିଷ ନର୍ମାଲି ଲାଗିଥାଏ। ଆଉ ତା ସାଙ୍ଗରେ ଆମେ ପିଆଜଟାକୁ ବେଶୀ ଭାଜିବାନି, ବ୍ରାଉନ୍ କଲର୍ ଆଡ଼କୁ ବିଲକୁଲ ବି ଯିବନି, ଜଷ୍ଟ କେବଳ ଆମେ ତାକୁ ଟ୍ରାନ୍ସପାରେଣ୍ଟ କରିବା। ଆଉ ପିଆଜଟା ଟ୍ରାନ୍ସପାରେଣ୍ଟ ହେଇଗଲା ପରେ ମୁଁ ସେଥିରେ ବଡ଼ ସାଇଜ୍ର 3ଟା ଟମାଟୋ ଆଡ଼୍ କରିଦେଇଛି। ଆଉ ଟମାଟୋକୁ ଏମିତି ଭାବରେ ଆମେ ସଫ୍ଟ କରିନେବା, ଟମାଟୋକୁ ସବୁ ଜିନିଷ ଲମ୍ବା ଲମ୍ବା ବଡ଼ କଟା ହେଇକି ଅଛି, ତାକୁ ସଫ୍ଟ ହେଲା ପରେ ଆମେ ଆକୁ ଓହ୍ଲେଇକି ରଖିଦେବା। ତାକୁ ଥଣ୍ଡା କରିବା ପରେ ଆମେ ତାକୁ ଗ୍ରାଇଣ୍ଡିଙ୍ଗ କରିବା। ଆଉ ଏବେ ଏଠି ନେଇଛି ଛୋଲେ ପାଇଁ ମୁଁ ଏଇସବୁ ଗରମ ମସଲା ନେଇଛି। ତା ସାଙ୍ଗରେ ଯେହେତୁ ଆମେ ବ୍ଲାକ୍ ବାଲା ଛୋଲେ ବନାଉଛେ, ଆପଣମାନେ 2 ରୁ 3 ଟେବୁଲ ସ୍ପୁନ୍ ଚା ପତି ଏଠି ପକାଇ ପାରିବେ। ଆକୁ ଭଲ ଭାବରେ ଏମିତି ଗଣ୍ଠି କରିଦେବେ। ଗଣ୍ଠି କରିବା ପରେ ଏଠି ମୁଁ ଛୋଲେରେ ତାକୁ ପକାଇ ନେଇଛି। ତା ସାଙ୍ଗରେ ତେଜପତ୍ର 2-3ଟା ମୁଁ ପକାଇ ଦେଇଛି ଡାଇରେକ୍ଟ, ଆଉ ଲୁଣ ପକାଇ ଦେଇଛି। ସାଙ୍ଗରେ 1 ଟେବୁଲ ସ୍ପୁନ୍ ମୁଁ ଛୋଲେ ମସଲା ପକାଇ ଦେଇଛି। ଆକୁ ଭଲ ଭାବରେ ପ୍ରଥମେ ଆମେ ଘାଣ୍ଟି ନେବା। ଘାଣ୍ଟି ସାରିଲା ପରେ ତାକୁ ଆମେ 4 ରୁ 5ଟା ସିଟି ଦେଇଦେବା ମିଡ଼ିୟମରୁ ହାଇ ଫ୍ଲେମ୍ରେ। 8 ଘଣ୍ଟା ଆଗରୁ ମୁଁ ଛୋଲେ ବତୁରେଇ ନେଇଥିଲି। ଆଉ ଏବେ ଯେହେତୁ କେକ୍ କାଟିବାର ଟାଇମ୍ ହେଇଗଲାଣି, ମୁଁ କିଛି ସ୍ନାକ୍ସ ତିଆରି କରୁଛି। ଏଠି ଫ୍ରୋଜେନ୍ ବାଲା ପଟାଟୋ ବାଇଟ୍ସ ମୁଁ ଛାଣି ନେଇଛି, ତା ସାଙ୍ଗରେ ବିସ୍କିଟ୍, ନମକିନ୍, କେକ୍ ଏସବୁ ରହିବ ସ୍ନାକ୍ସରେ। ଏବେ ମୁଁ ଯାଉଛି କେକ୍ କଟିଂ ପାଇଁ, ତାପରେ ପୁଣି ଆମେ ରେସିପି କଣ୍ଟିନ୍ୟू କରିବା। ये है बटरस्कॉच व्हाइट देखो सब हाय करो। हाय हेलो हो गया। ଏବେ ଯେହେତୁ ୱିଣ୍ଟର ଭ୍ୟାକେସନ୍ ଷ୍ଟାର୍ଟ ହେଇଯାଇଛି, ବହୁତ ସାରା ସାଙ୍ଗ ତାର ଆସିନାହାନ୍ତି, ମାନେ 3-4 ଜଣ ଆଉ ଆସିବା କଥା, ସେମାନେ ସବୁ ଛୁଟିରେ ଘରକୁ ପଳେଇଛନ୍ତି। ଏବେ ଆମେ କଷି ନେବା ପନିରର ମସଲାଟା। ରିଫାଇଣ୍ଡ ତେଲ ମୁଁ ନେଇଛି 2 ରୁ 3 ଟେବୁଲ ସ୍ପୁନ୍, ତା ସାଙ୍ଗରେ 2 ଟେବୁଲ ସ୍ପୁନ୍ ନେଇଛି ବଟର। ମୁଁ ସେଥିରେ ମୁଁ ପକାଇ ଦେଇଛି କସୁରୀ ମେଥି। କସୁରୀ ମେଥି ପକାଇ ସାରିବା ପରେ ମସଲାଟା ପକାଇ ଦେଇଛି। ଆକ୍ଚୁଆଲି ହଳପଡ଼ିରେ ମୁଁ ଏଠି ଗୋଟେ ଗଲତି କରିଦେଲି। ତେଲରେ ପ୍ରଥମେ ଆମେ ଧନିଆ ପାଉଡ଼ର ଆଉ ଲାଲ ମିର୍ଚ ପାଉଡ଼ରକୁ କଷି ଦେବା କଥା, ତାପରେ କସୁରୀ ମେଥି ପକାଇ ଏଇଟା ପକାଇବା କଥା, ଯେଉଁଟାକି ମୁଁ ଭୁଲି ଯାଇଛି। ଆପଣମାନେ ସେ ଷ୍ଟେପ୍ଟାକୁ କରିପାରିବେ, ସେଇଟା ଆପଣଙ୍କ ପାଇଁ ମୁଁ ତେଣୁ କହିଦେଉଛି। ତେଣୁ ମୁଁ ପଛରେ ଏଠି ଲାଲ ମିର୍ଚ ପାଉଡ଼ର ଆଡ଼୍ କରି ନେଇଛି। ଆଉ ଆକୁ ଆମେ କଷି ନେବା, ତେଲ ଉପରକୁ ଉଠି ଆସିବା ଯାଏ ଆମେ କଷି ନେବା। ତାପରେ ଏଠି ମୁଁ ପନିର ବଟର ମସଲା ମିକ୍ସ ଗୋଟେ ରଖିଥିଲି, ତାକୁ ପାଉଡ଼ରଟାକୁ ମୁଁ କ୍ଷୀରରେ ଫେଣ୍ଟିକି ରଖିଦେଇଥିଲି। ତାକୁ ଆପଣମାନେ କ୍ଷୀରରେ ଫେଣ୍ଟିକି ରଖିଦିଅନ୍ତୁ, ଯେମିତି କିଛି ବି ଲମ୍ପସ୍ ରହିବନି। ତାକୁ ଆଡ଼୍ କରିଦେଇଛି। ଆଉ ଏମିତି ଭାବରେ ତେଲ ଉପରକୁ ଉଠି ଆସିବା ପର୍ଯ୍ୟନ୍ତ ଆମେ ତାକୁ କୁକ୍ କରିନେବା। ତାପରେ ସାଙ୍ଗରେ ଏବେ ମୁଁ ଏଥିରେ ଆଡ଼୍ କରିଦେଇଛି କ୍ୟାପ୍ସିକମ୍ ଲମ୍ବା ଲମ୍ବା କାଟି ମୁଁ ଏଥିରେ ଆଡ଼୍ କରିଦେଇଛି। ଆଉ ଗୋଟେ କଞ୍ଚା ଆଡ଼୍ କରିଛି, ସେଇଟା ଭାଜିନି। କଞ୍ଚାଟାର ଫ୍ଲେଭର ବହୁତ ଭଲ ଆସିଥାଏ। এই ଷ୍ଟେପ୍କୁ ଚାହିଁଲେ ଆପଣମାନେ ସ୍କିପ୍ ବି କରିପାରିବେ। ଯଦି ଆପଣଙ୍କୁ ଏଇ ରେସିପିରେ ଏଇଟା ପସନ୍ଦ ନୁହଁ, ତାହେଲେ ଆଡ଼୍ କରିପାରନ୍ତୁ, ଆପଣମାନେ ଛାଡ଼ିପାରିବେ। ନର୍ମାଲି ଏଇଟା ମୋର ନାକୁ ଆପଣମାନେ କଢ଼ାଇ ପନିର କହିପାରିବେ, ନା ବଟର ପନିର ମସଲା କହିପାରିବେ। ତାର ଦୁଇଟାଙ୍କର ମିକ୍ସର ଗୋଟେ ରେସିପି। ଏଇଟା ମୁଁ ନର୍ମାଲି ସବୁବେଳେ ପ୍ରିପାରେସନ୍ କରେ। ଏବେ ପନିର ସବୁକୁ କାଟିକି ମୁଁ ଆଡ଼୍ କରିଦେଇଛି। ପିଆଜ କ୍ୟାପ୍ସିକମ୍ ଆଡ଼୍ କରିସାରିବାର 5 ମିନିଟ୍ ପରେ এই ଜିନିଷଟା ମୁଁ ଆଡ଼୍ କରିଛି। ତାପରେ ସବୁ ଭଲ ଭାବରେ ଆମେ ତାକୁ ମିଶାଇ ଦେବା। ତାପରେ ମୁଁ ଏଠି କ୍ରିମ୍ ଆଡ଼୍ କରିଦେଇଛି। ଯେମିତି ହାଲକା ଟିକେ ଫୁଟି ଆସିଲା, କ୍ରିମ୍ ଆଡ଼୍ କରିଦେଇଛି। ଆଉ ଅଧିକା ସମୟ ପନିରଟାକୁ ସେ ଗ୍ରେଭିରେ ପକାଇବେନି, ନହେଲେ ତାର କଲର୍ ଚେଞ୍ଜ ହେଇଯିବ, ଭଲ ଲାଗିବନି। ଆଉ ଆପଣମାନେ ଚାହିଁଲେ ପନିରକୁ ଛାଣି ପାରିବେ। ନର୍ମାଲି ସମସ୍ତେ ବହୁତ କମେଣ୍ଟ କରନ୍ତି କି ପନିର ଛଣା ହେଇନି କ'ଣ ପାଇଁ। ମୁଁ ନର୍ମାଲି ପସନ୍ଦ କରେନି ପନିର ଛାଣିକି ଆଡ଼୍ କରିବା। ଆଉ ଏଠି ନର୍ଥ ଇଣ୍ଡିଆରେ ବି ଲୋକ କେହି ବି ପସନ୍ଦ କରନ୍ତିନି। ଏକ ତ
तार प्रोटीन भैल्यूटा कमिଯିବ ଛାଣିଲେ ତା ସାଙ୍ଗରେ पुणी से आड हो आमर ऑयल भी अधिक आड हो तो फैट वगैरह आड हो टेस्ट भी भल लगे सॉफ्ट रु हार्ड हो जाए पनीरटा एमती कंचाटा सॉफ्ट रहे। एबे आमे करिबा छोलेर प्रिपरेशन देखो छोले पई एठी तेल आड हो जाइछि तापर एठी बड़ इलायची आड हो जाइछि एबे पियाज बड़ साइज रो 3टा पियाज कटा है कि पका हो जाइछि पियाज को आमे हल्का ब्राउन कलर करिबा अधिका ब्राउन कलर करिबानी ता संगे एठी लूण पका जाइछि जल्दी सेटा सॉफ्ट हो जिवो बोली पियाजटा पियाज को आमे प्रथमे भल भाबरे भाजी नबा तापर सेथिरे टमाटो आड कर देबा 2टा मीडियम साइज रो टमाटो एथिरे आड हबो बहुत कम टमाटो आड होइछि मु तो नॉर्मली टिके अधिका टमाटो ग्रेवी करके आड कले किंतु से आउ जणे आज कुक करछंती आपण टमाटो एठी देखि पारुथिबे 2टा मीडियम साइज रो टमाटो एठी कटा है कि आड हबो मु तो नॉर्मली ताको प्यूरी बनै दी आ टमाटो सॉफ्ट हो सारला परे सेथिरे पका जाइछि अदा रसुन रो पेस्ट एबे पड़ी गला धनिया पाउडर तेल ऊपर उठी आसलानी मसलाटा कषि गलानी धनिया पाउडर पर एठी 1 टीस्पून पड़िछि आमर आमचूर पाउडर जदि आपण मन पाखे नाही ताले स्टेप को स्किप करि पारिबे तापर एठी एमडीएच रो गरम मसला आड हेछि आउ जे कुकिंग करूछंती तांको एमडीएच ब्रांडटा बहुत पसंद तेणु एमडीएच रे ही प्राय सब जिंस जेहेतु यूज हो तेणु मुझे ब्रांडर ना नहीं आपण मैंने जदि से ब्रांडर जिन यूज कर तो सामान टेस्ट आपणकर आसीपे एठी तेल ऊपर को देखते उठी आसलानी केते भलरे मसला कषि गलानी तेणु शेष एठी छोले मसला ही पड़िबो तो छोले मसला एठी पड़ी जाइछि ब्रांड भी आपण देखि पारथिबे एमडीएच रो छोले मसला पड़ी जाइछि ताकू अल्प टिके समय कषि नबा तेल ऊपर को उठी सारिबा परे आमे सेथिरे ऐड कर देबा जोटा छोलेटा हमर सिजा है कि रहिछि ताकू ऐड कर देबा आ मु टिके एपटे हे गली तेणु हुए तो मु ठीक रे शूट करी पारिलिनी पिलांकर तरतर होकि खाइबा को तांको दबारे मु बिजी रह गली आ नॉर्मल प्रोसेस सेटा ता संगे एठी लास्ट सेथिरे तड़का लागिबो लंबा लंबा कंचा लंका अदा और रसुन को कटा है कि सेथिरे तड़का लागुछि एठी पूरी छणा चलछि संध्या मात्र 7टा हेछि किंतु पिला माने व्यस्त हेलेनी जिबे बोली घर को कारा ट्यूशन अछि कारा आ किछि काम अछि तो सेथि लागि तरतरे तांको सब दिया हे जाछि खाइबा को आ से जे जहार प्लेट आपण माने देखुछन पनीर नाही से पनीर खाइनी पनीर खाइले काले ताको उल्टी हुए तो एमिति थिला किछि बर्थडे एमिति थिला किछि जन्मदिन रो सेलिब्रेशन आ वीडियो रा सब मिस हे जाइछि सेथि भाई मु वीडियो पके पारुनी एठी शेषरे किछि फोटो मु जन्मदिन रो ऐड कर दउछि आ वीडियो पसंद आस्तिले वीडियो को लाइक और शेयर करने को भूलिबेनी।